मध्यप्राच्य युद्ध ପାଇଁ ଦେଶରେ ରନ୍ଧନ ଗ୍ୟାସର ପ୍ରବଳ ସଂକଟ ଦେଖାଦେଇଛି। ଘରୋଇ କି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମିଳୁନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଗ୍ୟାସର ଅଭାବ ଯୋଗୁଁ ବିଭିନ୍ନ ହୋଟେଲ ବନ୍ଦ ହୋଇଯାଇଥିବା ବେଳେ ଯେଉଁମାନେ ବି ବିକଳ୍ପ ବ୍ୟବସ୍ଥାରେ ଖୋଲୁଛନ୍ତି ସେମାନେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଅଧିକ ନେବାକୁ ବାଧ୍ୟ ହେଉଛନ୍ତି। ତେବେ ଗ୍ରାମାଞ୍ଚଳର ଲୋକମାନେ ଯେନତେନ ପ୍ରକାରେ ଜାଳେଣୀ କାଠ ଖୋଜି ଆଣି ବ୍ୟବହାର କରୁଥିବା ବେଳେ ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ସେହିପରି ଦୃଶ୍ୟ। ସରକାରୀ ଯୋଜନାରେ ଯେଉଁ ଲୋକମାନେ ଗ୍ୟାସ୍ ସିଲିଣ୍ଡର ପାଇଁ ରୋଷେଇ କରୁଥିଲେ ସେମାନେ ଏବେ ଜଙ୍ଗଲକୁ ଯାଇ କାଠ ଆଣି ରୋଷେଇ କରୁଛନ୍ତି। এটা क्या काट नौ छो এটা গ্যাস গুছে নি মিলবা কিনি গো যে কাটান জসু গো ओहो ऑफिस वाले क्या बोलछन गैस ऑफिस वाले হেনা হেনি বসত গো हां हां জসু না গো ने मिलु छे बोलछन হয় हां 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 केनता करू छटा क्या रोसे करू छो চলতি গো চলাতি हां हां ତେବେ ଗ୍ରାମାଞ୍ଚଳରେ ଆପାତତଃ ଜାଳେଣୀ କାଠ ମିଳିଯାଉଥିବା ବେଳେ ସହରାଞ୍ଚଳରେ ଏବେ ଦେଖାଦେଲାଣି କାଠର ଅଭାବ। ତେଣୁ ଇଲେକ୍ଟ୍ରିକ୍ ଇଣ୍ଡକ୍ସନରେ କିଛି ଖାଦ୍ୟ ପ୍ରସ୍ତୁତ କରାଯାଉଥିଲେ ବି ବିଦ୍ୟୁତ୍ ବିଲ୍ ଅଧିକ ଆସୁଛି। ବିଶେଷ କରି ହୋଟେଲ ଓ କ୍ୟାଫେ ଗୁଡ଼ିକରେ ଇଣ୍ଡକ୍ସନ ଓ କାଠ ଚୁଲି ବ୍ୟବହାର କରାଯାଉଥିଲେ ମଧ୍ୟ ଗ୍ରାହକମାନଙ୍କୁ ସଠିକ୍ ସମୟରେ ଖାଦ୍ୟ ଯୋଗାଇ ଦିଆଯାଇପାରୁନାହିଁ ବୋଲି କ୍ୟାଫେ ଚଳାଉଥିବା ଜଣେ ମହିଳା କହିଛନ୍ତି। ନୂଆପଡ଼ା ଜିଲ୍ଲାରୁ ଚନ୍ଦ୍ରଶେଖର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।